ଭଲ ଅଭ୍ୟାସ କ'ଣ ମନ୍ଦ ଅଭ୍ୟାସ କ'ଣ ହେଲା। ଭଲ ଅଭ୍ୟାସ ଗୁଡ଼ା ଜାଣିଛ ନା କ'ଣ 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 କହନି। ସନ୍ଧ୍ୟାବେଳେ ପ୍ରାର୍ଥନା କରିବା ଭଲ ଅଭ୍ୟାସ ନା ଖରାପ ଅଭ୍ୟାସ? ଭଲ ଅଭ୍ୟାସ। ଆଉ ଜୋରରେ ମାଇକ୍ ବଜେଇବା ଭଲ ଅଭ୍ୟାସ ନା ଖରାପ ଅଭ୍ୟାସ? ବଡ଼ ଭାଇ ଭଉଣୀ ମାନଙ୍କୁ ମାରିବା ଭଲ ଅଭ୍ୟାସ ନା ଖରାପ ଅଭ୍ୟାସ? ଖରାପ ଅଭ୍ୟାସ ହେଲା। ଆଉ ରାସ୍ତାରେ ଚାଲିବା ବେଳେ ରାସ୍ତାରେ ନିୟମ ନ ମାନିକି ଚାଲିବା ଖରାପ ଅଭ୍ୟାସ ବୁଝିଲୁ। ମଦ୍ୟପାନ କରିବା ଏସବୁ ଖରାପ ଅଭ୍ୟାସ। ଭଲ ଅଭ୍ୟାସ କ'ଣ? ଗୁରୁଜନମାନଙ୍କୁ ସମ୍ମାନ ଦେବା, ପ୍ରାର୍ଥନା କରିବା, ପାଠ ପଢ଼ିବା, ଖେଳ ସମୟରେ ଖେଳିବା ହେଲା। ଆମେ ଡାକ୍ତରଖାନା ସବୁ ଯାଇଛ ନା? ଡାକ୍ତରଖାନାରେ ସବୁ କିଏ କିଏ ଥାନ୍ତି? କମ୍ପାଉଣ୍ଡର, ସ୍ୱାସ୍ଥ୍ୟକର୍ମୀ। ତ ଏମାନେ ସବୁ କ'ଣ କରନ୍ତି? ଡାକ୍ତର ରୋଗୀର ସେବା କରେ ନା ସରି ଡାକ୍ତର ରୋଗୀକୁ କ'ଣ ଚିକିତ୍ସା କରେ, ନର୍ସ ରୋଗୀର ସେବା କରେ ହେଲା। ତ ଡାକ୍ତରଖାନାରେ ଆମେ ସବୁ କ'ଣ ଦେଖିଥାଉ ଜିନିଷ ଗୁଡ଼ାକ? ଏମିତି ଅକ୍ସିଜେନ୍ ଦେଖିଥାଉ, ଷ୍ଟେଥୋସ୍କୋପ ଦେଖିଥାଉ, ଆମର ଏଇଟା କ'ଣ ମାଇକ୍ରୋସ୍କୋପ ଦେଖିଥାଉ, ଆମ୍ବୁଲାନ୍ସ ବି ଥାଏ, ସେସବୁ କ'ଣ ବକ୍ସ ଭିତରେ ଥାଏ, ଯୋଉଟା କ'ଣ ଫାର୍ଷ୍ଟ ଏଡ୍ ବକ୍ସ କୁହନ୍ତି। ତା ଭିତରେ ସବୁ କଇଁଚି, ଆମର ଅଏଣ୍ଟମେଣ୍ଟ ଏଗୁଡ଼ା ସବୁ ଥାଏ ବୁଝିଲ। ହଉ, ତୁମର ଜଣେ ଯଦି ବନ୍ଧୁ ବେମାରରେ ପଡ଼ିଯିବ ତମେ ତାକୁ କୋଉଠି ନେଇକି ଯିବ? ଡକ୍ଟର ପାଖକୁ ନେଇକି ଯିବ। ପାଖ ପଡ଼ିଶାରେ ହଇଜା ରୋଗ ହେଲେ ତାକୁ ଡକ୍ଟର ପାଖକୁ ନେଇକି ଯିବ। ଆଉ ତୁମକୁ ଯଦି କାଶ ଥଣ୍ଡା ହେବ ତୁମ କୋଉଠି ଯିବ? ଡକ୍ଟର ପାଖକୁ ଯିବ ହେଲା। ଆମର ଆମ୍ବୁଲାନ୍ସର ନମ୍ବର କେତେ? ଯୋଉଟା ରୋଗୀମାନଙ୍କୁ ନେଇକି ଯାଏ 108। ଆଉ ଦମକଳ ନମ୍ବର 101। ଆଉ ପୋଲିସ ନମ୍ବର 100 ଖାଲି 100। ଆଉ ଯୋଉ ଜନନୀ ପାଇଁ ଯୋଉ ଆମ୍ବୁଲାନ୍ସ ତାକୁ ଜନନୀ ଏକ୍ସପ୍ରେସ ହେଲା ସେଟା 102। ତାପରେ ଆମର ଏଠି ଡାକଘର ହେଲା। ଡାକଘରର ମୁଖ୍ୟ କିଏ? ପୋଷ୍ଟ ମାଷ୍ଟର ହେଲା। ଆଉ ଏଇ ଯୋଉ ଚିଠି ବାକ୍ସ ଗୁଡ଼ାକ କୋଉଠି ସବୁ ଥାଏ? ଚିଠି ବାକ୍ସ ଗୁଡ଼ାକ ଛକ ଜାଗା ମାନଙ୍କରେ ଥାଏ। ଆଉ ଡାକଘରେ କ'ଣ ସବୁ କୋଉଥିରେ ପଇସା ପଠାଯାଏ, ଟଙ୍କା ପଠାଯାଏ?